Hi everyone, I guess you all are doing well. ମୁଁ ଆପଣମାନଙ୍କ ମେଣ୍ଟର ସୁଧାଂଶୁ ଶେଖର ଜଣେ ସେବି ରେଜିଷ୍ଟର ରିସର୍ଚ୍ଚ ଆନାଲିଷ୍ଟ ପୁଣି ଥରେ ୱେଲକମ୍ କରୁଛି ଆପଣମାନଙ୍କୁ ଆଉ ଗୋଟେ ଏପିସୋଡ଼କୁ ଡେଲି ମାର୍କେଟ ଆନାଲିସିସ୍ର। ଆମେ ଆଜି ଦେଖିବା ଇଣ୍ଡିଆନ୍ ଷ୍ଟକ୍ ମାର୍କେଟରେ ବେସିକଲି କ'ଣ ହେଇଛି ଆଜି 19 ତାରିଖ ଦିନ 19 ମେ ଦିନ ଏବଂ ଆମେ ଆଜି କ'ଣ ପ୍ରୟାସ କରିଛେ ଆପଣମାନଙ୍କୁ ପୁଣି ଥରେ ମୁଁ ଗର୍ବର ସହିତ କହିବାକୁ ଚାହିଁବି। ଆଜି ଆକ୍ଚୁଆଲି ଆମେ ରିସର୍ଚ୍ଚ ଆନାଲିଷ୍ଟ ମାନେ ୟୁଟ୍ୟୁବରେ ରିଭ୍ୟୁ ନେଉଥିଲୁ 5-7ଟି ବ୍ୟକ୍ତିଙ୍କ ପାଖରେ 7,000-8,000 ପାଖାପାଖି ଲୋକ ଇଣ୍ଡିଆରେ ଲାଇଭ୍ ନିଫ୍ଟି ବ୍ୟାଙ୍କ ନିଫ୍ଟିର ଆନାଲିସିସ୍ ଦେଖୁଛନ୍ତି ଜଣ ଜଣଙ୍କ ପାଖରେ। 8 ଦିନ ବି ଲାଗିବନି, ତାପରେ ସେ ସବୁ ବହୁତ ଗୁଡ଼ାଏ ଲସେସ୍ କଲା ପରେ ଆମମାନଙ୍କୁ ଖୋଜି ଖୋଜି ଆସିବେ, ନା ତାଙ୍କ ପାଖରେ କ୍ୟାପିଟାଲ ଥିବ ଟ୍ରେଡ୍ କରିବା ପାଇଁ, ନା ଆମେ ତାଙ୍କୁ ମାନେ ବାଧ୍ୟ କରିପାରିବୁ। କ'ଣ ପାଇଁ ଏସବୁ ଜିନିଷ ହେଉନି ମାନେ ହେଉଛି ଏ ଜିନିଷ ସେବି ସହିତ ନିହାତି ଡିସ୍କସନ୍ କରିବାକୁ ପଡ଼ିବ। ରିଜନ୍ ହେଉଛି କ'ଣ, ଯେତେବେଳେ ଚାଲିଥିଲା କିନ୍ତୁ ଏବେ ବର୍ତ୍ତମାନ ଆମେ ଯେତେବେଳେ ଆମ ପାଖରେ ଡାଟା ଅଛି ଯେ ଅଲମୋଷ୍ଟ 100% ଲୋକ କେହି ବି ଟ୍ରେଡ଼ିଂରେ ୱିଦାଉଟ୍ ନଲେଜ୍ ସକ୍ସିଡ଼୍ କରିପାରିବେନି, ଅପସନ୍ରେ ସବୁ ବର୍ବାଦ, ତାହେଲେ ଆପଣ କାହିଁକି କରୁଛନ୍ତି ସେ ଜିନିଷ ଆମେ ବୁଝିପାରୁନୁ। ବାକି ଦ୍ୱିତୀୟ ଟପିକ୍ ହେଲା, ଏଇଟା ତ ସୋସିଆଲ୍ ଆୱାରନେସ୍ ପାଇଁ ମୁଁ ଆପଣମାନଙ୍କୁ ଗାଇଡ଼ କଲି। ଦ୍ୱିତୀୟ କଥା ହେଲା, ମାର୍କେଟ ଆଜି ଯୁଆଡ଼େ ଯାଉଛି ଯାଉ, ପୁଣି ଥରେ 80ରୁ ଉର୍ଦ୍ଧ୍ୱ ଥର ଆମେ ଯେମିତି ଆଜି ପର୍ଯ୍ୟନ୍ତ BSEରେ ଟ୍ରେଡ଼୍ କରିଥିଲେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ, ପୁଣି 8 ଦିନ ତଳେ BSEକୁ 3980ରେ ଦିଆଯାଇଥିଲା ଏବଂ ଗର୍ବର ସହିତ କହିବାକୁ ଚାହିଁବି 4270ର ଫାଇନାଲ୍ ଟାର୍ଗେଟ୍ ଥିଲା। ଓଡ଼ିଶାର କିଛି ଯୋଗ୍ୟ ସନ୍ତାନମାନେ ଯେଉଁମାନେ କି ବହୁତ, ମୁଁ ଜାଣିଛି ଟ୍ରେଡ଼ିଂରେ ବହୁତ କଷ୍ଟ ସହିକି ତାପରେ ସଫଳତା ହାସିଲ ହୁଏ, ସେମାନଙ୍କ ଭିତରେ କିଛି ବ୍ୟକ୍ତି ଯେମିତି ଗୋବର୍ଦ୍ଧନ ଭାଇ, ଦିବ୍ୟଲୋଚନ ବାବୁ, କେଦାର ଭାଇ, ଏମାନେ ଆମର କ୍ଲାଏଣ୍ଟ ଆଜି 12,000, 10,000, 7,000 ଏଭଳିଆ ଯେତେବେଳେ ଲାଭ କରିଛନ୍ତି BSEରେ, ସେଇଟା ହିଁ ବୟାନ କରୁଛି ଯେ ମୁଁ କେତେ ମେହନତ କରିଛି ଆପଣମାନଙ୍କୁ ଶିଖାଇବା ପାଇଁ। କାହିଁକିନା 8,000 ଲୋକ ତ ଗଲେ ସବୁ ବୋକାଙ୍କ ଭଳି ଆଗ ଅପସନ୍ କରିବା ପାଇଁ, 8,000ରୁ 8,000 ଲୋକ ବର୍ବାଦ ହେଲେ, ତା ଦେହରୁ 8 ଜଣ ଯିଏ ପ୍ରକୃତ ଯୋଗ୍ୟ, ଯାହା ପାଖେ ପୁଣି ଲସ୍ କଲା ପରେ ବି କିଛି କ୍ୟାପିଟାଲ କୁଆଡ଼େ ଯୋଗାଡ଼ କରିପାରୁଛନ୍ତି, ସିଏ ଆମକୁ ଜଏନ୍ କରନ୍ତି। ତ ଭାବନ୍ତୁ କେତେ ଡିଫିକଲ୍ଟ ଆମ କାମ। ତେବେ ଆଜି ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ ଉପରକୁ ଯାଇଥିଲା। ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ ଯେହେତୁ ଉପରକୁ ଗଲା, ସେଠି ଆମର ବଜାଜ ଫାଇନାନ୍ସର ଟ୍ରେଡ଼୍ ଥିଲା, ସେଇଟାରେ ମୁଁ ବି ନିଜେ ଫ୍ୟୁଚରରେ ଥିଲି। ଆପଣମାନଙ୍କୁ କହିଛି 15 ଲକ୍ଷର କ୍ୟାପିଟାଲ ସହିତ ଗୋଟେ ଆକାଉଣ୍ଟକୁ ମୁଁ ଗ୍ରୋ କରୁଛି, ଯେଉଁଥିରେ କି 42 ଦିନ ହେବ ଫ୍ୟୁଚର ଟ୍ରେଡ଼୍ ଚାଲିଛି। 2.51 ଲାକ୍ସର ଗେନ୍ରେ ସେ ଆକାଉଣ୍ଟଟି ଅଛି। କେତେ କ'ଣ ହେଉଛି ମୁଁ ଆପଣମାନଙ୍କୁ କହିବି। ତ ମୋଟାମୋଟି ଦିନଟା ଏମିତି ଥିଲା କି ଆମେରିକା ତ ପୁରା ମାନେ ପ୍ରେସରରେ ରଖିଛି ଭାରତୀୟ ଷ୍ଟକ୍ ମାର୍କେଟକୁ। ଭାରତୀୟ ଷ୍ଟକ୍ ମାର୍କେଟ ପୁରା ମାନେ ଶ୍ୱାସରୁଦ୍ଧ ହେଇକି ଅଛି। ଟିକିଏ ଉପରକୁ ଗଲା 100 ପଏଣ୍ଟ ଉପରକୁ, ତାପରେ ସେଇଠି ଲଢ଼େଇ ଚାଲିଲା। 100 ପଏଣ୍ଟରୁ 50 ପଏଣ୍ଟ ତଳକୁ ଖସିଯିବ, ପୁଣି ବଢ଼ିବ, ପୁଣି ଖସିବ, ପୁଣି ବଢ଼ିବ, ଏମିତି ହେଇ ହେଇ ମାର୍କେଟ ଲାଷ୍ଟକୁ ଗିଭ୍ ଅପ୍ କରିଦେଇଛି, ନେଗେଟିଭରେ କ୍ଲୋଜ୍ ହେଇଛି। କ'ଣ ଆଉ କରାଯାଇପାରିବ? ଇଣ୍ଡିଆନ୍ ଷ୍ଟକ୍ ମାର୍କେଟକୁ ଯେଉଁ ଟାର୍ଗେଟିଂ କରାଯାଇଛି ତାର କିଛି ତୋଡ଼ ହିଁ ନାହିଁ ବର୍ତ୍ତମାନ। କାଲି ପାଇଁ କ'ଣ ହେବ ଆପଣମାନେ ସବୁ ଚାହିଁଥିବେ, କିନ୍ତୁ ତା ପୂର୍ବରୁ ଫ୍ରି ଟେଲିଗ୍ରାମ ଚ୍ୟାନେଲରେ ଯେଉଁମାନେ ଜଏନ୍ କରିନାହାନ୍ତି ଏବେ ହିଁ ଜଏନ୍ କରନ୍ତୁ। କିଛି ମିଳିବନି, ଶିକାର ହୁଅନ୍ତିନି ଭୁଲ ଚିନ୍ତାଧାରାର, ପ୍ରପର୍ ଶିଖିବାକୁ ଚାହାନ୍ତି, ଫ୍ରି ଟେଲିଗ୍ରାମ ଚ୍ୟାନେଲ ଭିଜିଟ୍ କରିକି ଆମ ସେବି ରେଜିଷ୍ଟର୍ଡ ରିସର୍ଚ୍ଚ ଆନାଲିଷ୍ଟ ପ୍ଲାଟଫର୍ମକୁ ଚେକ୍ଆଉଟ୍ କରନ୍ତୁ। ସର୍ଭିସେସ୍ ସେଗମେଣ୍ଟକୁ ଗଲେ ସ୍ୱିଙ୍ଗ ଟ୍ରେଡ଼ିଂ ସର୍ଭିସ୍ କେମିତି ଦିଆହେଉଛି, ବାକି ସବୁ ସର୍ଭିସ୍ କେମିତି ଦିଆହେଉଛି ଚେକ୍ କରିପାରିବେ। ଯଦି ଆପଣ ପଢ଼ିବାକୁ ଚାହାନ୍ତି ଟେକ୍ନିକାଲ ଆନାଲିସିସ୍ ସ୍ୱିଙ୍ଗ ଟ୍ରେଡ଼ିଂ କୋର୍ସଟା ମାତ୍ର 9,999ରେ ଦିଆହେଉଛି। ଆପ୍ଲିକେସନ୍ ଷ୍ଟକ୍ ନଲେଜ ହିନ୍ଦୀ ଡାଉନଲୋଡ଼ କରିକି ପଢ଼ିବା ଷ୍ଟାର୍ଟ କରନ୍ତୁ। ଓକେ, ତେବେ ମାର୍କେଟର ସିଚୁଏସନ୍ କ'ଣ ଯଦି ମୁଁ ଆପଣମାନଙ୍କୁ କହିବି, ଏମିତି ଇଏ ହେଉଛି ମାର୍କେଟର ସିଚୁଏସନ୍। କୌଣସି ବି ପରିସ୍ଥିତିରେ ଯେପର୍ଯ୍ୟନ୍ତ ଏଠି ଛିଡ଼ା ନ ହେଇଛି ଆପଣ କିଛି କହିପାରିବେନି। 100 EMA ମଧ୍ୟ ଏଇ ପାଖାପାଖି ଆସୁଛି। ତ ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ ମୋଷ୍ଟଲି ପୁଣି ମିଡ୍ ପୋଜିସନରେ ଫସିଯାଇଛି। ଯଦି ସଷ୍ଟେନ୍ କରିବାକୁ ଚାହିଁବେ ବି 23,800 ହେଉଛି ଗୋଟେ ରେଜିଷ୍ଟାନ୍ସ, ତାପରେ ସଷ୍ଟେନ୍ କଲେ ଯାହା ହେବ, ଅଦରୱାଇଜ୍ କାଲି ବି ସାଇଡ଼ୱେଜ୍ ଭୋଲାଟାଇଲ୍ ଏଇଭଳିଆ ହେଇକି ମାର୍କେଟ ଚାଲିବ। ସୋ ଧ୍ୟାନ ରଖନ୍ତୁ, ଇଏ ହେଉଛି ସିଚୁଏସନ୍ ମାର୍କେଟର ନିଫ୍ଟିର। ଯଦି ବ୍ୟାଙ୍କ ନିଫ୍ଟି କଥା ମୁଁ ଚର୍ଚ୍ଚା କରିବି, ବ୍ୟାଙ୍କ ନିଫ୍ଟି ମଧ୍ୟ ସେଇ ଟ୍ରାଏ ଆଣ୍ଡ ମିସ୍ ଏଇଭଳି ଚାଲିଛି। ବ୍ୟାଙ୍କ ନିଫ୍ଟି ବି ଲୋୟର ଜୋନ୍ରେ ଆସିକି ଭୋଲାଟାଇଲ୍ ହେଇପାରେ ଯଦି କୌଣସି ସପୋର୍ଟ ନ ମିଳିଲା। ସପୋର୍ଟ ମିଳିଲେ ଏଇ ରେଜିଷ୍ଟାନ୍ସ ଉପରେ ସଷ୍ଟେନ୍ କଲେ ଉପରକୁ ଯିବା ପାଇଁ ଟ୍ରାଏ କରିବ। ରେଜିଷ୍ଟାନ୍ସ ଜୋନ୍ଟା ହେଉଛି 53,750। ତେଣୁ ଅଧିକ କହିବାକୁ କିଛି ଭଲ ଲାଗୁନି, କାହିଁକିନା ଆମେ ଆମର ସବୁ ସେଗମେଣ୍ଟରେ ଭଲ କାମ କରୁଥିବା ବେଳେ ଲୋକ ଯେଉଁ ଜାଣିପାରୁନାହାନ୍ତି ସେ ଜିନିଷଟା,
ଯଦି ଆପଣ କହିବେ ସୁଧାଂଶୁ ଭାଇ ଆମେ ଜାଣିପାରୁନୁ ତାହେଲେ 8,000 ଲୋକ କେମିତି ଭିଡ଼ ଜମାଉଛନ୍ତି ଅପସନ୍ ବାଇଙ୍ଗରେ, କାରଣ ବର୍ବାଦ ହେବା ପାଇଁ ସମସ୍ତେ ତୟାର କିନ୍ତୁ ଶିଖିବା ପାଇଁ କେହି ତୟାର ନାହାନ୍ତି। କ'ଣ କରିବା, ଧୀରେ ଧୀରେ ସମୟ ସହିତ ସବୁ ବଦଳିବ ଆଇ ଗେସ୍। ଶିଖୁଥାନ୍ତୁ, ଫ୍ରି ଟେଲିଗ୍ରାମ ଚ୍ୟାନେଲ୍ ଭିଜିଟ୍ କରିଯିବେ।